କୌଣସି ଶନିବାର ଦିନ ଆପଣଙ୍କ ଘରେ ସୋରିଷ ତେଲର ଗୋଟିଏ ଗିନା ରଖିଦେବେ। ଦେଖିବେ ଆପଣଙ୍କର ବଡ଼ରୁ ବଡ଼ ଶନି ଦଶା ତୁରନ୍ତ ଦୂର ହୋଇଯିବ। ନମସ୍କାର, ଓମ୍ ସନ୍ ଶନିଶ୍ଚରାୟ ନମଃ। ଆଜିର ଭିଡ଼ିଓଟି ବହୁତ ଖାସ୍ ଭିଡ଼ିଓଟି। ଖାସ୍ କରି ସେଇ ବ୍ୟକ୍ତିଙ୍କ ପାଇଁ ଯେଉଁ ବ୍ୟକ୍ତିଙ୍କ ଜୀବନରେ ଶନି ଦଶାରେ ଘାରି ହେଉଛନ୍ତି, ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ଶନିଦେବଙ୍କର 7.5 ଚାଲୁଅଛି। ମାନି ନିଅନ୍ତୁ ଯେ ଆପଣଙ୍କ କୁଣ୍ଡଳୀରେ କୌଣସି ଶନି ଦଶା ଚାଲୁଅଛି, କିନ୍ତୁ ଆପଣମାନଙ୍କୁ ତାହା ଜଣା ନାହିଁ। ବହୁତ ଥର ବହୁତ ଲୋକଙ୍କୁ ଜଣା ନଥାଏ କି ତାଙ୍କ କୁଣ୍ଡଳୀରେ ଶନିଙ୍କ ପୀଡ଼ା ତାଙ୍କୁ ହଇରାଣ କରୁଥାଏ। ଆପଣଙ୍କ ଜୀବନରେ ପଇସା ଆସିବା ସବୁଆଡ଼ୁ ବନ୍ଦ ହୋଇଯାଉଛି। ଧନକୁ ନେଇକି ଆପଣ ଚିନ୍ତାରେ ରହୁଛନ୍ତି। ସ୍ୱାସ୍ଥ୍ୟରେ ଆପଣ ଚିନ୍ତିତ ଅଛନ୍ତି। ଆପଣଙ୍କ ଘରେ ବେମାରୀ ଲାଗି ରହୁଅଛି। ପଇସା ଆପଣଙ୍କର ବର୍ବାଦୀରେ ଚାଲି ଯାଉଛି। ଧନର ବର୍ବାଦୀ ହେଉଅଛି। ଆପଣଙ୍କ ଘରେ କୌଣସି ବାସ୍ତୁ ଦୋଷ ରହିଅଛି, ନଜର ଦୋଷ କିମ୍ବା ଶନିଙ୍କ ପୀଡ଼ାରେ ବିରକ୍ତି ହୋଇପଡ଼ିଗଲେଣି ଆପଣ। ତେଣୁକରି ଆଜିର ଭିଡ଼ିଓରେ ଯେଉଁ ଉପାୟ ଆମେ ଆପଣମାନଙ୍କୁ କହିବୁ, ଯଦି ଏହି ଉପାୟକୁ ଆପଣମାନେ କରିଦିଅନ୍ତି, ଆପଣଙ୍କ ଜୀବନରୁ ସବୁ ଦୁଃଖ ସବୁ କଷ୍ଟ ଦୂର ହୋଇଯିବ। କାହିଁକି ନା ଏହି ଉପାୟ ଏମିତି ଏକ ଉପାୟ ଯେ ଏହି ଉପାୟ ଭଗବାନ ଶନିଦେବଙ୍କୁ ପ୍ରସନ୍ନ କରିଲା ବାଲା ଉପାୟଟିଏ। ଆଉ ଏହି ଉପାୟ ଆପଣଙ୍କ ଜୀବନରେ ବହୁତ ଦୁଃଖ କଷ୍ଟକୁ ଦୂର କରିବ ହିଁ କରିବ। ତା ସହିତ ମାତା ଲକ୍ଷ୍ମୀଙ୍କ କୃପା ବି ଆପଣଙ୍କୁ ପ୍ରାପ୍ତ ହେବ। ଯେଉଁ ବ୍ୟକ୍ତି ତାଙ୍କ ଜୀବନରେ ଧନବାନ ବନିବାକୁ ଚାହୁଁଛନ୍ତି, ଧନ ପ୍ରାପ୍ତି ଚାହୁଁଛନ୍ତି, ଚାହାନ୍ତି କି ଶନିଦେବ ନିଜେ ଆପଣଙ୍କ ଭାଗ୍ୟକୁ ଚମକାନ୍ତୁ। କାହିଁକି ନା ଶନିଦେବ ପ୍ରତ୍ୟେକ ବ୍ୟକ୍ତିଙ୍କର କର୍ମଦାତା ଅଟନ୍ତି। ବ୍ୟକ୍ତିଙ୍କ ଜୀବନରେ ଯଦି କୌଣସି ଭୁଲ ହୋଇଯାଏ, ଯେଉଁ କର୍ମ କରିଥାନ୍ତି ସେହି କର୍ମ ହିସାବରେ ଫଳ ମିଳିଥାଏ। ଆଉ ଆପଣଙ୍କ ଜୀବନରେ ଯଦି କୌଣସି ଭୁଲ ହୋଇଯାଇଛି ତ ଶନିଦେବଙ୍କ କୃପା ପ୍ରାପ୍ତ କରିଦିଅନ୍ତୁ। ଆପଣଙ୍କ ଜୀବନରୁ ସବୁ ଦୁଃଖ ସବୁ କଷ୍ଟ ଆପଣଙ୍କୁ ଦୂର କରିପାରିବେ। କାହିଁକି ନା ଶନିଦେବଙ୍କ 7.5 ଥାଏ, ଏହା ତୁରନ୍ତ ଦୂର ହୋଇଯିବ। ଆପଣଙ୍କ କୁଣ୍ଡଳୀ ବି ଖୁବ୍ ଶୀଘ୍ର ଠିକ୍ ହୋଇଯିବ। ବଡ଼ରୁ ବଡ଼ ଶନି ଦଶା ଠିକ୍ ହୋଇଯିବ। ଦେଖନ୍ତୁ, ଶନିଦେବ ହେଉଛନ୍ତି ନ୍ୟାୟର ଦେବତା। ନ୍ୟାୟ କରିବାର କାର୍ଯ୍ୟ ଶନିଦେବଙ୍କ ହାତରେ ଥାଏ। ଆଉ ଆଜିର ଭିଡ଼ିଓରେ ଜଣାଇବାକୁ ଚାହିଁବୁ ଯେଉଁ ଉପାୟ ଆପଣ କରିବାକୁ ଯାଉଛନ୍ତି। ସୋରିଷ ତେଲର ଗୋଟିଏ ଗିନା ଆପଣଙ୍କ ଘରେ ରଖିବାର ଅଛି। ଆଉ ଏହି ଉପାୟ ଯଦି ଆପଣ ଶନିବାର ଦିନ କରୁଛନ୍ତି ତ ଶନି ଦଶା ଦୂର ହୋଇଯିବ ଏବଂ ଶନିଦେବଙ୍କ ଆଶୀର୍ବାଦର ମହାଧନୀ ବି ଆପଣ ବନିଯିବେ। ଯେଉଁ ବ୍ୟକ୍ତି ଜୀବନରେ ଚାହାନ୍ତି କି ଧନ ଆସୁ ଏବଂ ଧନ ସବୁବେଳେ ତାଙ୍କ ପାଖରେ ଅଟକିକି ରହୁ, ଧନର ବୃଦ୍ଧି ପରେ ବୃଦ୍ଧି ହେଉ, ଆଉ ଯେତେ ଯେତେ ସମୟ ବଢ଼ି ଚାଲିବ ସେତେ ସେତେ ପଇସା ଧନ ବ୍ୟାଙ୍କ ବାଲାନ୍ସ ସବୁ ବଢ଼ିବାକୁ ଲାଗିବ। ତ ଏହି ବ୍ୟକ୍ତି ବିଶେଷ କରି ଏହି ଉପାୟଟିକୁ ନିହାତି ଥରେ କରିବା ଦରକାର। ଆଉ ଏହି ଉପାୟଟିକୁ କରିକି ଦେଖନ୍ତୁ, ଶନିବାର କରନ୍ତୁ ଆଉ ଏହି ଉପାୟର ଚମତ୍କାର ଦେଖିବେ। ଯେବେ ଏହି ଉପାୟର ଚମତ୍କାର ଆପଣ ଦେଖିବେ ତ ଆପଣ ପୁନଶ୍ଚ ଏହି ଉପାୟକୁ ନିଜେ ନିଜ ଆଡ଼ୁ କରିବେ। କାହିଁକି ନା ଶନିଦେବଙ୍କର ମହିମା ହିଁ ଏମିତି କିଛି ଗୁରୁତ୍ୱ ହୋଇଥାଏ। ଯଦି କୌଣସି ବ୍ୟକ୍ତିଙ୍କୁ ପ୍ରସନ୍ନ କରାଇ ପାରିବେ ତ ସେହି ବ୍ୟକ୍ତିଙ୍କର ଭାଗ୍ୟକୁ ଏତେ ସାରା କିଛି ଦେଇଥାନ୍ତି, ଯାହା ଧନ ହେଉ କିମ୍ବା ମନସ୍କାମନା, ତାହା ବ୍ୟକ୍ତି ସମ୍ଭାଳି ପାରିନଥାଏ। ଯେଉଁ ବ୍ୟକ୍ତିଙ୍କ ଧନର କାମନା କରିଥାନ୍ତି କିମ୍ବା କୌଣସି ମନସ୍କାମନା ଥାଏ, କିଛି ଯଦି ଆପଣଙ୍କ ଜୀବନରେ ମିଳିପାରୁନାହିଁ, କେବଳ ଆଉ କେବଳ ଗୋଟିଏ ଥର ସଚ୍ଚା ଆଉ ଶ୍ରଦ୍ଧାର ସହ ଏହି ଉପାୟଟିକୁ ଥରେ କରନ୍ତୁ। ଆଉ ଏହି ଉପାୟକୁ କରିବା ପାଇଁ ଆପଣଙ୍କୁ କେଉଁଠିକି ଯିବାକୁ ବି ପଡ଼ିବ ନାହିଁ। ଆପଣ ଆପଣଙ୍କ ଘରେ ହିଁ ଏହି ଉପାୟଟିକୁ କରିବାକୁ ପଡ଼ିବ। ଆଉ ଏହି ଉପାୟଟି ଶନିବାର ଦିନ କରିବେ। ତେବେ ଚାଲନ୍ତୁ କଥା ହେବା ଏହି ଉପାୟକୁ କିପରି କରିବେ ଆଉ କିପରି ଆପଣଙ୍କ ଘରେ ସୋରିଷ ତେଲର ଗୋଟିଏ ଗିନା ଘରେ କେଉଁ ଜାଗାରେ ରଖିବେ। ଜାଣିବା ପୂର୍ବରୁ ମୋର ଆପଣମାନଙ୍କୁ ଅନୁରୋଧ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ। ଭିଡ଼ିଓଟି ଯଦି ଆପଣଙ୍କୁ ପସନ୍ଦ ଆସିବ ତେବେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରିବା ସହିତ ଭିଡ଼ିଓଟିକୁ ଅଧିକରୁ ଅଧିକା ସେୟାର କରିବେ। ଏହା ସହ କମେଣ୍ଟ ବକ୍ସରେ ଓମ୍ ସନ୍ ଶନିଶ୍ଚରାୟ ଅବଶ୍ୟ ଲେଖନ୍ତୁ। ଆମ ଚ୍ୟାନେଲରେ ଏପର୍ଯ୍ୟନ୍ତ ଯଦି ଆପଣମାନେ ନୂଆ ଅଛନ୍ତି ତେବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ଟିକୁ ଦବାଇ ଦିଅନ୍ତୁ, ଯାହାଫଳରେ ଆମର ଏହିଭଳି ନୂଆ ନୂଆ ଭିଡ଼ିଓ ସର୍ବପ୍ରଥମେ ଆପଣଙ୍କ ପାଖରେ ଯାଇ ପହଞ୍ଚିବ।
ସବୁଠାରୁ ପ୍ରଥମେ ଗୋଟିଏ ଗିନା କିମ୍ବା ଗୋଟିଏ ବୋତଲରେ ସୋରିଷ ତେଲକୁ ଭରି ଦିଅନ୍ତୁ। ଯଦି ଆପଣ ଗିନାରେ ନେଉଛନ୍ତି ତେବେ ସେହି ଗିନାରେ କି ଆପଣ ସୋରିଷ ତେଲକୁ ଭରି ଦିଅନ୍ତୁ। ଏହାପରେ ଅଳ୍ପ କଳା ରାଶି ଗୋଟିଏ ମୁଠା କଳା ରାଶି ନିଅନ୍ତୁ। ଏହାପରେ ଆପଣ ଗୋଟିଏ ବଡ଼ ବାଲା ଥାଳିଟିଏ ନିଅନ୍ତୁ ଆଉ ସେହି ଥାଳିରେ କଳା ରାଶିକୁ ଆପଣ ରଖିଦିଅନ୍ତୁ ଆଉ ସେହି ରାଶି ଉପରେ ସୋରିଷ ତେଲ ଭରିଥିବା ଗିନା ବା ବୋତଲଟେ ସେହି ରାଶି ଉପରେ ରଖିଦିଅନ୍ତୁ। ଆପଣଙ୍କର ଘରେ ଯେକୌଣସି ସ୍ଥାନରେ ଏହି ଥାଳିକୁ ରଖିବାକୁ ପଡ଼ିବ। ଏମିତି ସ୍ଥାନରେ ରଖିବେ ଯେଭଳି କି କେହି ଭୁଲବଶତଃ ଏହି ଥାଳିକୁ ପକାଇ ନଦେବେ କିମ୍ବା ଏହି ଥାଳି ଆପଣଙ୍କର ଛୋଟ ପିଲା ହାତ ଯେପରି ନ ପାଇବ ସେହିପରି ସ୍ଥାନରେ ରଖିବେ। ଆଉ ଧ୍ୟାନ ଦେବେ ସେହି ରାଶି ରଖିଥିବା ଥାଳିରେ ଯେଉଁ ସୋରିଷ ତେଲର ଗିନା ରଖିଛନ୍ତି ସେହି ଗିନାକୁ ଘୋଡ଼ାଇକି ରଖିବେ। ଯଦି ବୋତଲ ରଖୁଛନ୍ତି ତେବେ ବୋତଲରେ ଠିପିଟା ବନ୍ଦ କରିକି ରଖିବେ। ଧ୍ୟାନ ଦେବେ ଏହି ଉପାୟ ଆପଣ ଶନିବାର ଦିନ ରଖିବେ। ଚାହିଁବେ ତ ସକାଳୁ କରିବେ, ନାହିଁ ତ ସନ୍ଧ୍ୟାରେ ଏହି ଉପାୟକୁ କରିବେ। ଗୋଟିଏ ଶନିବାର ଏହି ଉପାୟକୁ ଆପଣମାନେ କରନ୍ତୁ ଆଉ ଦେଖନ୍ତୁ କିପରି ଆପଣଙ୍କର ଧନର ସମସ୍ୟା ଦୂର ହେବାକୁ ଲାଗୁଛି, କିପରି ଶନିଙ୍କ ପୀଡ଼ା ଶାନ୍ତ ହେବାକୁ ଲାଗିବ ଆଉ କିପରି ଶନିଦେବ ଆଶୀର୍ବାଦ ଆପଣଙ୍କୁ ବର୍ଷିବାକୁ ଲାଗିବ, ଯାହାଦ୍ୱାରା କି ଆପଣ ମହାଧନୀ ବନିଯିବେ, ମହା କରୋଡ଼ପତି ବନିବାକୁ ଲାଗିବେ। କାହିଁକି ନା ବେଶୀ ସମୟ ଆଉ ଲାଗିବ ନାହିଁ। ଦେଖନ୍ତୁ ଶନିଦେବ ଏମିତି ଏକ ଦେବତା, ଭିକାରୀକୁ ବି ରାଜା ବନାଇ ଦିଅନ୍ତି। ଯେଉଁ ବ୍ୟକ୍ତିଙ୍କ ପାଖରେ କିଛି ବି ନାହିଁ ତାଙ୍କ ଜୀବନରେ ଏତେ ସାରା ଧନ ପ୍ରାପ୍ତି କରିଥାନ୍ତି, ଶନିଦେବ ପ୍ରସନ୍ନ ହୋଇଯାଆନ୍ତି। ଆଉ ଶନିଦେବ ଏତେ ପ୍ରସନ୍ନ ହୋଇଥାନ୍ତି କି ଧନ ସମ୍ଭାଳିବା ମୁସ୍କିଲ ହୋଇଯିବ। ସୁଖ ସମୃଦ୍ଧି ଧନର ବୃଦ୍ଧି ତାଙ୍କ ଘରେ ହେବାକୁ ଲାଗିବ। ଯେଉଁ ବ୍ୟକ୍ତି ଶନିଦେବଙ୍କୁ ପୂଜାର୍ଚ୍ଚନା କରିଥାନ୍ତି ଏବଂ ଏହା ସହ ଜଡ଼ିତ ଏହି ଉପାୟଟିକୁ କରିବେ। ଆଉ ଏହି ଯେଉଁ ଉପାୟ ଆପଣଙ୍କୁ ଆମେ ଜଣାଇଲୁ, ଏହି ଉପାୟ ବଡ଼ ଚମତ୍କାରୀ ଉପାୟଟି ଅଟେ। କାହିଁକି ନା ଏହି ଉପାୟରେ ଆପଣ ଦୁଇଟି ଜିନିଷ, ଗୋଟିଏ ସୋରିଷ ତେଲରେ ଆଉ ଗୋଟିଏ କଳା ରାଶି, ଆଉ ସୋରିଷ ତେଲ ଭଗବାନ ଶନିଦେବଙ୍କର ବହୁତ ପ୍ରିୟ ହୋଇଥାଏ। ଏହା ସହ କଳା ରାଶି ବି ଶନିଦେବଙ୍କର ବହୁତ ପ୍ରିୟ ହୋଇଥାଏ। ସୋରିଷ ତେଲ ଆଉ କଳା ରାଶି ମିଶାଇ ଯେଉଁ ଉପାୟ କରିଲେ ଏହି ଉପାୟ ମହା ଚମତ୍କାରୀ ହୋଇଥାଏ। ଏହି ଉପାୟ ଥରେ ନିହାତି କରନ୍ତୁ ଏବଂ ଏହାର ଚମତ୍କାର ଦେଖନ୍ତୁ କିପରି ଶନିଦେବଙ୍କ କୃପା ଆପଣଙ୍କ ଉପରେ ବର୍ଷିବାକୁ ଲାଗିବ। ଏବେ ଆସନ୍ତୁ ଅନ୍ୟ ଏକ ଉପାୟଟି ଜାଣିବା। ଦେଖନ୍ତୁ ଶନିଦେବ ରାଶି ତେଲକୁ ବହୁତ ପସନ୍ଦ କରିଥାନ୍ତି ଆଉ ଯେଉଁ ବ୍ୟକ୍ତି ଏହି ଉପାୟଟି କରିବାକୁ ଯାଉଛନ୍ତି, ଏହି ଉପାୟଟି ଆପଣଙ୍କର ଯେକୌଣସି କାର୍ଯ୍ୟରେ କେବେ ବି ଆଉ ବାଧା ସୃଷ୍ଟି ହେବ ନାହିଁ। କାହିଁକି ନା ବହୁତ ଥର ଏମିତି ହୋଇଥାଏ ବ୍ୟକ୍ତିଙ୍କର ଅନେକ ଗୁଡ଼ିଏ କାର୍ଯ୍ୟ ହୋଇପାରେ ନାହିଁ କି କୌଣସି କାର୍ଯ୍ୟ କରିବାର ଥିବ କିନ୍ତୁ ତାହା ଅଧାରୁ ଅଟକି ଯାଇଥାଏ। ଯେତେ ବି କାର୍ଯ୍ୟ ଆପଣ କରିବାକୁ ଯାଉଥିବେ ସେହି କାର୍ଯ୍ୟରେ ହୁଏତ କାହାର ନଜର ଲାଗିଯାଇଥାଏ, କୌଣସି ନା କୌଣସି କାରଣରୁ ହବା କାମ ଅଧାରେ ଅଟକିକି ହିଁ ରହିଥାଏ। ଯଦି ବି ଆପଣମାନେ ଏହି ଉପାୟଟିକୁ କରିବେ ତେବେ କେବେ ବି ଆପଣଙ୍କ କାର୍ଯ୍ୟରେ ଆଉ ବାଧା ସୃଷ୍ଟି ହେବ ନାହିଁ। ଆପଣଙ୍କୁ ଏହି ଉପାୟଟି ଶନିବାର ଦିନ କରିବାକୁ ପଡ଼ିବ। ଆଉ ଶନିବାର ଦିନ ଏହି ଉପାୟଟି କରିସାରିବା ପରେ ଆପଣମାନେ ଯେଉଁ କାର୍ଯ୍ୟ କରିବାକୁ ଚାହିଁବେ ତାହା ତୁରନ୍ତ ସଫଳ ହିଁ ସଫଳ ହେବ। ଯେଉଁ ବ୍ୟକ୍ତି ମହାଦେବଙ୍କର ପୂଜାର୍ଚ୍ଚନା କରିଥାନ୍ତି ସେହି ବ୍ୟକ୍ତିଙ୍କ ଉପରେ ଶନିଦେବ ସବୁବେଳ ପାଇଁ ପ୍ରସନ୍ନ ହୋଇ ରହିଥାନ୍ତି। ତେଣୁ ଆପଣ 20 ଟଙ୍କାର କିମ୍ବା 30 ଟଙ୍କାର ରାଶି ତେଲ ନିଅନ୍ତୁ। ଏହା ସହ ଆପଣ 11 ଟଙ୍କାର କଏନ୍ ନିଅନ୍ତୁ। ନୋଟ ନେବେ ନାହିଁ। ଦୁଇଟି 5 ଟଙ୍କିଆ କଏନ୍, ଗୋଟିଏ ଟଙ୍କିକିଆ କଏନ୍ ମିଶିକି 11 ଟଙ୍କା, ଏହିଭଳି କଏନ୍ ନିଅନ୍ତୁ। ଆଉ ଏହି ରାଶି ତେଲକୁ କୌଣସି ବି ମନ୍ଦିରରେ ଯାଇ ବାହାରେ ବସିଥିବା ଭିକ୍ଷୁକଙ୍କୁ ଏହି ତେଲ ଦାନ କରିଦେବେ। ଏହା ସହ 11 ଟଙ୍କାର ଯେଉଁ କଏନ୍, ସେହି କଏନ୍କୁ ବି ଆପଣ ସେହି ଭିକ୍ଷୁକମାନଙ୍କୁ ଦାନ ଦେଇଦେବେ। ଏହା ସହ ସଙ୍ଗେ ସଙ୍ଗେ ଆପଣ ଆପଣଙ୍କ ଘରକୁ ଫେରି ଆସନ୍ତୁ। ଶନିଦେବ କେବେ ବି ତାଙ୍କ ଭକ୍ତଙ୍କ ଉପରେ ଅଭିମାନ କରିନଥାନ୍ତି। ଆଉ ଯେଉଁ ବ୍ୟକ୍ତି ଅନ୍ୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିଥାନ୍ତି ତ ଆପଣ ଶନିଦେବଙ୍କର କିଛି ବି ନିଜ ପାଇଁ ପ୍ରାର୍ଥନା କରିବା ଦରକାର ପଡ଼ିନଥାଏ। ଆପଣଙ୍କ ବିନା କହିବାରେ ବି ଶନିଦେବ ଆପଣଙ୍କ ଉପରେ ପ୍ରସନ୍ନ ହୋଇଯାନ୍ତି ଆଉ ଆପଣଙ୍କ ଜୀବନରେ ପ୍ରତ୍ୟେକ ଦୁଃଖକୁ, ପ୍ରତ୍ୟେକ କଷ୍ଟକୁ ଦୂର କରିଥାନ୍ତି। ତ ଏହା ହେଉଛି ଉତ୍ତମ ଉପାୟଟିଏ, ବିଶେଷ କରି ଶନିବାର ଦିନ ରାଶିରେ
ତେଲର ଦାନ କରିବା ଦ୍ୱାରା ଶନିଦେବଙ୍କ ଅସୀମ କୃପା ଆପଣଙ୍କୁ ପ୍ରାପ୍ତ ହୋଇଥାଏ। ଏହା ସହ ଯାହା ବି ଆପଣଙ୍କର ୱିଶ୍, ଯାହା ବି ଆପଣଙ୍କର ମନସ୍କାମନା ଭଗବାନ ଶନିଦେବ ତାହା ପୂରଣ କରିଥାନ୍ତି। ଏହା ସହ ଶନିବାର ଦିନ ଗୋଟିଏ ଛୋଟିଆ କାମଟିଏ କରିବାକୁ ପଡ଼ିବ। ଗୋଟିଏ ସୋରିଷ ତେଲର ଦୀପ ଦ୍ୱାରା ଉପାୟଟିଏ ଆପଣଙ୍କୁ କରିବାକୁ ପଡ଼ିବ। ଆଉ ଯଦି ବି ଆପଣ ଏହି ଉପାୟଟିକୁ କରିବେ, ତେବେ ଶନିଦେବଙ୍କର ଯାହା ବି ପୀଡ଼ା, ଶନିଙ୍କର 7.5 ସବୁକିଛି ଦୂର ହେବା ସହ ଶନିଦେବ ଆପଣଙ୍କ ଜୀବନରେ ଯେତେ ବି ଦୁଃଖ ଅଛି, ଯେତେ ବି କଷ୍ଟ ଅଛି, ଏହାକୁ ବି ଦୂର କରିଦେବେ। ଆଉ ଆପଣ ନିଜେ ଦେଖିବେ ଆପଣଙ୍କ ଘରେ କେବେ ବି କଳି ଝଗଡ଼ା ହେବ ନାହିଁ। କେବେ ବି ଆଉ ଆପଣଙ୍କ ଘରେ ଧନର କମି ଆସିବ ନାହିଁ। ସୋରିଷ ତେଲର ଦୀପ ଆପଣ ସନ୍ଧ୍ୟା ସମୟରେ ଓସ୍ତ ଗଛ ମୂଳରେ ଜଳାଇକି ଆସିବେ। ଏହି ଉପାୟଟି କରିବା ପରେ ମାତା ଲକ୍ଷ୍ମୀଙ୍କ ପ୍ରାପ୍ତି ସବୁବେଳେ ବନି ରହିବା ସହ ଘରେ ଆପଣଙ୍କର କେବେ ବି ନିର୍ଧନତା ଆସିବ ନାହିଁ। କାହିଁକି ନା ଓସ୍ତ ଗଛ ଏମିତି ସେମିତି ସାଧାରଣ ଗଛ ନୁହେଁ। ଏହି ଓସ୍ତ ଗଛରେ ଶନିଦେବଙ୍କର ବାସ ହୋଇଥାଏ। ଭଗବାନ ବିଷ୍ଣୁ, ମହେଶ୍ୱର, ମାତା ଲକ୍ଷ୍ମୀଙ୍କର ଏହି ଗଛରେ ବାସ ହୋଇଥାଏ। ଭଗବାନ ନାରାୟଣ ବି ଏହି ଗଛରେ ବାସ କରିଥାନ୍ତି। ଆଉ ଶନିଦେବଙ୍କର ଏହି ଓସ୍ତ ଗଛ ବହୁତ ପ୍ରିୟ ହୋଇଥାଏ। ତ ଶନିବାର ଦିନ ସୋରିଷ ତେଲର ଗୋଟିଏ ଦୀପ ଯଦି ଆପଣ ଲଗାନ୍ତି, ତ କେବେ ବି ଆପଣଙ୍କ ଘରେ ଧନର କମି ଆସିବ ନାହିଁ। ବିଶେଷ କରି ଯେଉଁ ବ୍ୟକ୍ତି ଧନ ପାଇଁ ଚିନ୍ତାରେ ପଡ଼ି ରହିଛନ୍ତି, ତ ସେହି ବ୍ୟକ୍ତି ଏହି ମହା ଉପାୟକୁ ନିହାତି ଥରେ ତାଙ୍କ ଜୀବନରେ କରିବା ଦରକାର। ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରନ୍ତୁ, ଭିଡ଼ିଓଟିକୁ ଅଧିକରୁ ଅଧିକ ସେୟାର କରନ୍ତୁ। ଆମ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ। ଆଜି ପାଇଁ ରହୁଛି, ପୁଣି ଦେଖା ହେବ ଆଗାମୀ ଏକ ସୁନ୍ଦର ଭିଡ଼ିଓ ମାଧ୍ୟମରେ।